नमस्कार वेलकम टू माय यूट्यूब चैनल एडु ओडिशा मु विश्वजीत स्वागत करछु मो चैनल को। आशा करछु आपण माने समस्त बहुत भलर थिबे। देखंतु आपण माने जानिथिबे ओडिशा गवर्नमेंट रो जे कोनसे एग्जाम हो ज्योग्राफी एक बहुत इंपोर्टेंट टॉपिक। तो आज हम से ज्योग्राफी रो एक बहुत इंपोर्टेंट टॉपिक विषय डिस्कशन करबा जहार ना होची रिवर ऑफ इंडिया एंड ओडिशा। आमे एई वीडियो रे प्राय इंडिया रो सब रिवर आउ जो रिवर रहिछि ओडिशा रो ताकू मध्ये कवर करबा। तो निश्चित भाबे लागि रहंतु वीडियो सहित। आशा करछि आपनकु ए वीडियो बहुत सारा इन्फॉर्मेशन प्रोवाइड करिवो। तो चलंतु स्टार्ट करिया। देखंतु साधारणतः भारत रो जो सब रिवर फ्लो करछि ताको आमे दीटा कैटेगरी डिवाइडेड करछे। प्रथमे हिमालय रु बाहरथिबा नई बा हिमालय रु ओरिजिन हेतिबा नई। द्वितीय होछु कोन ना उपद्वीपीय नदी। तो ये सारा टॉपिक डिस्कशन जहाँ भी हबो सब ओडिया रे हबो। आपनकु बुझिया पई बहुत इजी हे जिवो। ठीक अछि। तो हिमालय रु मोस्टली जो नई गुडी को बाहरंती से माने खरा दिने फुल रुहंती काहेकि ना आपण माने जानिथिबे हिमालय बरफ द्वारा आच्छादित। आ एई ग्लेशियर जेतेबेले मेल्ट होय सेतेबेले नदी रु बहुत सारा जल आस्ताय। तो बेसिकली खरा दिने एई नदी गुडी करे बन्या होय। तो जदि एग्जांपल देखियो जेमति होय हमर इंडस गंगा ब्रह्मपुत्र ये होउचंती मेन मेन नदी जो गुडी को हिमालय रु बाहरसंती। तो सेमति उपद्वीपीय नदी कोन देखंतु भारत को जदि हमें भारत रो ज्योग्राफिकल व्यू देखिबा बा ज्योग्राफी देखिबा तो एटा एक उपद्वीप आपण समस्त जानथिबे। तो एई भारत उपद्वीप मध्ये प्रवाहित होउथिबा नदी गुडी को उपद्वीपीय नदी कुहा जाय हैला। तो जेमति गोटे एग्जांपल हम देखिबा नर्मदा नदी हमर ओडिसा रो महानदी एमाने होउछन सब उपद्वीपीय नदी। ठीक अछि। तो आपन गोटे बेसिक कांसेप्ट बुझा पड़थिबो कि नदी गुडी को भारत रो केमति केमति हेथांते। तो आमे चालंतु गोटे गोटे नदी विषय डिस्कशन करबा आ सेठू जो इंपोर्टेंट क्वेश्चन गुडी को मध्ये आसे ताकू मध्ये डिस्कशन करबा। तो आपण माने मैप रे देखि पारथिबे आमे कथा भाबे इंडस रिवर बा सिंधु रिवर विषय रे। ଅତୀତରେ ଏଇ ଇଣ୍ଡସ୍ ରିଭରକୁ ନେଇ ବହୁତ ସାରା ସିଭିଲାଇଜେସନ ଗଢି ଉଠିଥିଲା ପର୍ଟିକୁଲାର ଏଇ ଏରିଆ ମାନଙ୍କରେ। ଠିକ ଅଛି। ତ ତାକୁ ସିନ୍ଧୁ ଘାଟି ସଭ୍ୟତା ମଧ୍ୟ କୁହାଯାଇଥିଲା ଯାହା 1921 ମସିହାରେ ପ୍ରଥମ ଥର ପାଇଁ ଲୋକଲୋଚନକୁ ଆସିଥିଲା। ଆପଣ ଜାଣିଥିବେ ରାଖଲ ଦାସ ବାନାର୍ଜୀ ଆଉ ଅନ୍ୟମାନେ ମଧ୍ୟ ଆର୍କିଓଲୋଜିଷ୍ଟ ଥିଲେ ବ୍ରିଟିଶ ଗଭର୍ଣ୍ଣମେଣ୍ଟ ଟାଇମର। ଏମାନେ ଏ ସବୁ ଜିନିଷ ଉପରେ ତଥ୍ୟ ପ୍ରଦାନ କରିଥିଲେ। ତ କହିବାକୁ ଗଲେ ଭାରତର କଲଚରାଲ ସହିତ ଏ ନଦୀ ମଧ୍ୟ ଜଡିତ ହେଲା। ସିନ୍ଧୁ ନଦୀକୁ ଇଂରାଜୀରେ ଇଣ୍ଡସ୍ ରିଭର କୁହାଯାଏ। ଏହି ନଦୀ ପ୍ରାଚୀନ ସିନ୍ଧୁ ଘାଟି ସଭ୍ୟତାର ଆଧାର। ଉତ୍ସ କଣ ନା ତିବ୍ଦତ ଆପଣ ଜାଣିଥିବେ ଇଣ୍ଡିଆନ ବର୍ଡର କୁ ଲାଗି ଏଇ ଏରିଆ ଆମର ତିବ୍ଦତ ଅଛି। ଏବେ ଏଟା ଚାଇନା କଣ୍ଟ୍ରୋଲ ରେ ଅଛି। ଠିକ ଅଛି। ତ ଏଠି ଯୋଉ କୈଳାସ ପର୍ବତ ହେଲା ସେଠି ଗୋଟେ ଗ୍ଲେସିୟର ଅଛି ତା ନାଁ ହଉଛି କଣ ନା ବୋକାର୍ଚୁ ଗ୍ଲେସିୟର। ଠିକ ଅଛି। ତାକୁ ସିନ୍ଧୁ ଗ୍ଲେସିୟର ଆମେ କହିପାରିବା। ଯଦି क्वेश्चन ଆସିଥିବ ଆପଣଙ୍କୁ ଗ୍ଲେସିୟର ସିନ୍ଧୁ ଗ୍ଲେସିୟର ପଡିଥିବ ତ ସିନ୍ଧୁ ଗ୍ଲେସିୟର ମାରିବେ। ଯଦି ମାରିଥିବେ ଭୋକାର୍ଚୁ ଗ୍ଲେସିୟର ତ ଆପଣ ୟାକୁ ଭୋକାର୍ଚୁ ଗ୍ଲେସିୟର ମାରିବେ। ତ ଏଇ ଗ୍ଲେସିୟର ଯେତେବେଳେ ମେଲ୍ଟ ହେଇଛି ନଦୀ ଫ୍ଲୋ କରିଛି କାହା ଭିତରେ ନା ଆମର ଯେମିତି ରହିଲା ତିବ୍ଦତ ଲଦାଖ ଜାମ୍ମୁ କାଶ୍ମୀର ଏହାକୁ ଫ୍ଲୋ କରିକି ଯାଇଛି ସିଧା ଏଣ୍ଟର କରିଛି ପାକିସ୍ତାନରେ। ତ ଆପଣ ମାନେ ଏବେ ଦେଖିଥିବେ ଯୋଉ ଇଣ୍ଡସ୍ ଭ୍ୟାଲି ସରି ଇଣ୍ଡସ୍ ନଦୀର ଯୋଉ ଚୁକ୍ତି ଥିଲା ପାକିସ୍ତାନ ସହିତ ତାହା ଆମର ଅପରେସନ ସିନ୍ଦୁରରେ ମଧ୍ୟ ପଜ କରାଯାଇଥିଲା। ତ ଆକୁ ନେଇ ବହୁତ ସାରା ରିସେଣ୍ଟ କ୍ୱେଶ୍ଚିନ ମଧ୍ୟ ହେଇଥିଲା। ତ ଏଇ ସବୁ ଜିନିଷକୁ ଟିକେ ଯେତେବେଳେ ଆପଣ ପଢୁଛନ୍ତି ମୋଟାମୋଟି ଭାବେ ମନେ ରଖିବେ। ଠିକ ଅଛି। ତ ଚାଲନ୍ତୁ ଦେଖିବା ଏହାର ଲେନ୍ଥ କେତେ। ତ ସମ୍ପୂର୍ଣ୍ଣ ଦୈର୍ଘ୍ୟ ଯଦି ଆମେ ଦେଖିବା 3180 କିଲୋମିଟର ହଉଛି ଏହାର ଲେନ୍ଥ ହେଲା। ଆଉ ଭାରତ ଭିତରେ ଇଏ ପ୍ରବାହିତ ହଉଛି କେତେ ନା 1114 କିଲୋମିଟର। ତ କ୍ୱେଶ୍ଚିନ ଦି ଟାଇପ ର ଆସିପାରେ। ପ୍ରଥମ କ୍ୱେଶ୍ଚିନ ଆସିବ କି ଭାରତରେ ପ୍ରବାହିତ ହଉଥିବା ସବୁଠାରୁ ବଡ ନଦୀର ନାମ କଣ। ତ ଏହାର ଆନ୍ସର ହବ ସିନ୍ଧୁ ରିଭର। ଆଉ ଭାରତର ଯଦି ବଡ ନଦୀ ହବ ତାହେଲେ ତାର ଆନ୍ସର ହବ ଗଙ୍ଗା ରିଭର। ତାକୁ ଟିକେ ମନେ ରଖିଥିବେ। ତ ଏହାର ଟୋଟାଲି ଦୈର୍ଘ୍ୟ ହଉଛି 3180 କିଲୋମିଟର। ଭାରତରେ ପ୍ରାୟ 1114 କିଲୋମିଟର ଏହା ପ୍ରବାହିତ ହଉଛି। ଠିକ ଅଛି। ଯଦି ଏହାର ଆପଣ ଦେଖିବେ ମାନେ ଆ ସହିତ ଯୋଉ ନଦୀ ଗୁଡିକ ଥାନ୍ତି ସେଗୁଡିକ କିଏ କିଏ ଯେମିତି ହଉଛି ଝେଲମ ଚେନାବ ରବି ବିଶ ସତଲେଜ ଏଗୁଡିକ ହଉଛନ୍ତି ଆର ସବୁ ସହାୟକ ନଦୀ ହେଲା। ଆକୁ ଟିକେ ମନେ ରଖିଥିବେ। ଦେଖନ୍ତୁ ନେକ୍ସଟ ପଢିବା ଗଙ୍ଗା ନଦୀ। ଇଏ ହଉଛି ବହୁତ ଇମ୍ପୋର୍ଟାଣ୍ଟ ନଦୀ ଆମ ଇଣ୍ଡିଆର। ଆପଣ ମାନେ ଜାଣିଥିବେ ଭାରତର ଯୋଉ ମୁଖ୍ୟ ଚାଷ ହଉଛି ବା ବହୁତ ସାରା ଯୋଉ ଉର୍ବର ମାଟି ଆମେ କହିବା ଏଇ ଗଙ୍ଗା ନଦୀରୁ ଆସୁଛି। ଆଉ ଏଇ ଗଙ୍ଗା ନଦୀ ପାଖରେ ସୁନ୍ଦରବନ ଆପଣ ଜାଣିଥିବେ ଯାହା ଆମର ପଶ୍ଚିମବଙ୍ଗରେ ଅଛି। ତ ଏଇ ଗଙ୍ଗା ନଦୀର କଣ କଣ ଇମ୍ପୋର୍ଟାନ୍ସ ଆପଣଙ୍କୁ ଏଇ ଭିଡିଓରେ ତ ବୁଝେଇ ହବନି କାହିଁକି ଏଟା ଜୋଗ୍ରାଫିକାଲ ଭିଡିଓ। ତାକୁ ନେଇ ଆମେ ଡିସ୍କସନ କରିବା ଏହାର ଅରିଜିନ କଣ ଲେନ୍ଥ କେତେ ଫ୍ଲୋ ପାଥ କଣ ଆ ବିଷୟରେ ଆମେ ଡିସ୍କସନ କରିବା ହେଲା। ତ ସେ କହୁଛି କଣ ନା ଭାରତର ସବୁଠୁ ପବିତ୍ର ଆଉ ଗୁରୁତ୍ୱପୂର୍ଣ୍ଣ ନଦୀ ହଉଛି ଗଙ୍ଗା ନଦୀ। ଇଏ ଗୋଟେ ହୋଲି ରିଭର ହେଲା। ଆଉ ଇଏ କୋଉଠି ଅରିଜିନ ହେଇଛି ନା ଉତ୍ତରାଖଣ୍ଡର ଗୋମୁଖରେ ଅବସ୍ଥିତ ଗଙ୍ଗୋତ୍ରୀ ଏଇରୁ ଏଇଟା ଅରିଜିନ ହେଇଛି। ଗୋଟେ ଗ୍ଲେସିୟର ଅଛି ସେଇଟା ଦେଖନ୍ତୁ ଏଇଠି ଆପଣ ଦେଖିପାରୁଥିବେ ଏଇଟା ଉତ୍ତରାଖଣ୍ଡରେ ଅଛି ହେଲା। ଏଇ ଯୋଉ ଗଙ୍ଗୋତ୍ରୀ ଗ୍ଲେସିୟର ବା ଗୋମୁଖ ପର୍ବତ ଆମେ କହିବା ଏଉଠୁ ଏ ନଦୀର ଅରିଜିନ ହେଇଛି। ଏକ୍ସାମ ରେ ପ୍ରାୟ ଅରିଜିନ ବିଷୟରେ ମଧ୍ୟ ବହୁତ ସାରା କ୍ୱେଶ୍ଚିନ ପଚାରେ। ତ ଆର ଭାଗୀରଥୀ ଓ ଅଳକାନନ୍ଦା କଣ ହେଇଛି ନା ଆକ୍ଚୁଆଲି ଏଇ ଯୋଉ ନଦୀଟା ଆମେ ଦେଖୁନି
ଦିଟା ନଦୀର ମିଶ୍ରଣରେ ହେଇଛି, ଗୋଟେ ହଉଛି ଭାଗୀରଥୀ ଆଉ ଅଳକାନନ୍ଦା ହେଲା। ଦେବପ୍ରୟାଗରେ ମିଶି ଗଙ୍ଗା ନଦୀ ରୂପେ ଜଣାଯାଏ। ତ କୋଶ୍ଚିନ୍ ବି ଏମିତି ଆସିବ, କେଉଁ ଦିଟା ନଦୀ ମିଶିକିରି ଗଙ୍ଗା ନଦୀ ସୃଷ୍ଟି ହେଇଛି, ତ ଆପଣ କହିବେ ଭାଗୀରଥୀ ଆଉ ଅଳକାନନ୍ଦା। ଏଇଟା ବି ଗୋଟେ ଇମ୍ପୋର୍ଟାଣ୍ଟ କୋଶ୍ଚିନ୍ ହେଇପାରେ। ତ ମୋଟ ଦୈର୍ଘ୍ୟ ଏହାର କେତେ ନା ଦେଖନ୍ତୁ, ଏହାର ମୋଟ ଦୈର୍ଘ୍ୟ ହଉଛି 2525 କିଲୋମିଟର। ଏହି ନଦୀ ଉତ୍ତର ଭାରତର ଅନେକ ରାଜ୍ୟରେ ବହିଥାଏ। ମୋଷ୍ଟ ପ୍ରୋବାବଲି ଆପଣ ଯଦି ଦେଖିବେ, ଇଏ ଉତ୍ତରାଖଣ୍ଡରୁ ବାହାରି ଉତ୍ତରପ୍ରଦେଶ ଦେଇ ଆମର ବିହାର, ଝାରଖଣ୍ଡ, ପଶ୍ଚିମବଙ୍ଗରେ ପ୍ରବାହିତ ହଉଛି। ଝାରଖଣ୍ଡରେ ପ୍ରବାହିତ ହଉନି, ଏଇଟା ରଙ୍ଗ ଅଛି, ଠିକ ଅଛି। ତ ପଶ୍ଚିମବଙ୍ଗରେ ପ୍ରବାହିତ ହଉଛି, ଠିକ ଅଛି। ତ ଏଇଟା ଟିକେ ମନେ ରଖିଥିବେ। ଆଉ ଗୋଟେ ଇମ୍ପୋର୍ଟାଣ୍ଟ କୋଶ୍ଚିନ୍ ଏଥିରୁ ଆସିପାରେ କି ଏ ନଦୀ ଯେତେବେଳେ ପହଞ୍ଚିଛି ବାଂଲାଦେଶରେ, ତ ଆକୁ କଣ କୁହାଯାଏ? ଦେଖନ୍ତୁ, ଏଇଟା ଆକୁ ପଦ୍ମା ନଦୀ ବୋଲି କୁହାଯାଏ। ଏଇଟା ଟିକେ ମନେ ରଖିଥିବେ। ତ ତିନିଟା ଏଇଠି ଇମ୍ପୋର୍ଟାଣ୍ଟ କୋଶ୍ଚିନ୍ ଆସିଲା। ଗୋଟେ ହଉଛି ଆର ଲେନ୍ଥ କେତେ ନା, ଆର ଲେନ୍ଥ ହଉଛି 2525 କିଲୋମିଟର। ଆଉ ଆର ଯୋଉ ରହିଛି କେଉଁ ଦିଟା ନଦୀ ମିଶି ଏହାକୁ ବନା ହେଇଛି, ଗୋଟେ ହଉଛି ଭାଗୀରଥୀ, ଆଉ ଗୋଟେ ହଉଛି କଣ ନା ଦେବପ୍ରୟାଗ ନଦୀ ମିଶି ଏଇଟା ବନା ହେଇଛି ଗଙ୍ଗା ନଦୀ ହେଲା। ଆଉ ଆକୁ ବାଂଲାଦେଶରେ କଣ କୁହାଯାଏ ନା, ଆକୁ ବାଂଲାଦେଶରେ ପଦ୍ମା ଭାବେ କୁହାଯାଏ, ଠିକ ଅଛି। ତ ଚାଲନ୍ତୁ ଦେଖିବା, ଏଇ ଯୋଉ ଗଙ୍ଗା ନଦୀ ରହିଛି ଆର ସବୁ କଣ କଣ ଉପନଦୀ ଅଛି। ବହୁତ କୋଶ୍ଚିନ୍ ଆକୁ ନେଇ ମଧ୍ୟ ଗଠିତ ହୁଏ। ଯେମିତି ରହିଲା ଗୋଟେ ରାମଗଙ୍ଗା, ଘାଘରା, ଗଣ୍ଡକ, ବୁର୍ଗୀ ଗଣ୍ଡକ, ଠିକ ଅଛି, କୋଶୀ, ମହାନନ୍ଦା, ଇଏ ହଉଛନ୍ତି ସବୁ ଗଙ୍ଗା ନଦୀର ଟ୍ରିବ୍ୟୁଟାରିସ୍ ଆମେ କହିପାରିବା। ତ ଆପଣ ମାନେ ମ୍ୟାପ ରେ ମଧ୍ୟ ଦେଖିପାରୁଥିବେ, ଏଠି ହଉଛି ଗୋଟେ ଟ୍ରିବ୍ୟୁଟାରିସ୍, ଠିକ ଅଛି। ତ ଏଗୁଡେ ସବୁ ହଉଛି ଗଙ୍ଗା ନଦୀ ଟ୍ରିବ୍ୟୁଟାରିସ୍। ମେନ୍ ଟ୍ରିବ୍ୟୁଟାରିସ୍ ଉପରେ କୋଶ୍ଚିନ୍ ଆସେ, ତ ମୁଁ ଏଠି ଆପଣଙ୍କୁ ନୋଟ କରିଦେଇଛି, ଆପଣ ମାନେ ଲେଖିପାରିବେ, ଠିକ ଅଛି। ତ ଚାଲନ୍ତୁ ଆଗକୁ ବଢିବା। ଦେଖନ୍ତୁ, ତାପରେ ଆସିଲା ଇଣ୍ଡିଆର ତୃତୀୟ ମୋଷ୍ଟ ଇମ୍ପୋର୍ଟାଣ୍ଟ ରିଭର, ଯାହା ନାଁ ହଉଛି କଣ ନା ବ୍ରହ୍ମପୁତ୍ର ରିଭର। ଏଇ ବ୍ରହ୍ମପୁତ୍ର ରିଭର ଆମର ଆସାମର ଏକ ମେନ୍ ଧାରା ଆପଣ କହିପାରିବେ। ତ ଆ ବିଷୟରେ ଚାଲନ୍ତୁ ଦେଖିବା। ସେ କହିଲା, ବ୍ରହ୍ମପୁତ୍ର ଏକ ପ୍ରମୁଖ ନଦୀ ଯାହା ତିବ୍ଦତ, ଭାରତ ଓ ବାଂଲାଦେଶ ମଧ୍ୟରେ ବହିଛି। ଆପଣ ଏଠି ଦେଖିପାରୁଥିବେ, ଏଇ ଯୋଉ ରିଜନ ଅଛି, ଏଟା ତିବ୍ଦତ ରିଜନ, ଏଟା ତ ଚାଇନା କଣ୍ଟ୍ରୋଲ ଅଛି, ଆପଣ ଜାଣିଥିବେ। ତ ଏଇ ଯୋଉ ତିବ୍ଦତରୁ ଆର ଅରିଜିନ ହେଇଛି, ଠିକ ଅଛି। ପ୍ରବେଶ କରିଛି ଆମର ଅରୁଣାଚଳ ପ୍ରଦେଶରେ ଏଠି, ତାପରେ ଆସାମରେ, ଆସାମ ଦେଇ ସିଧା ପଶି କୋଉଠି ନା ବାଂଲାଦେଶରେ। ଆଉ ଗୋଟେ ଇମ୍ପୋର୍ଟାଣ୍ଟ କଥା ମନେ ରଖିଥିବେ, ବାଂଲାଦେଶରେ ଏ ନଦୀକୁ ଯମୁନା ଭାବେ ଜଣାଯାଏ ହେଲା। ଏଠି ଆପଣଙ୍କୁ ନୋଟ କରିଦଉଛି, ଦେଖନ୍ତୁ, ବାଂଲାଦେଶରେ ଆକୁ ଯମୁନା ଭାବେ ଜଣାଯାଏ। ସେ କହିଲା, ଏ ଯୋଉ ଉତ୍ସ ଯୋଉଠୁ ଏଇଟା ଅରିଜିନ ହେଇଛି ତିବ୍ଦତର, ତାର ନାଁ କଣ ନା ଚେମାଇୟୁଙ୍ଗଡୁ ଗ୍ଲେସିୟର। ଏ ଗ୍ଲେସିୟର ନାଁ ମନେ ରଖିଥିବେ, ଆ ନାଁ ହଉଛି ଚେମାଇୟୁଙ୍ଗଡୁ ଗ୍ଲେସିୟରରୁ ଏଇଟା ଅରିଜିନ ହେଇଛି ହେଲା। ତ ଆକୁ ମଧ୍ୟ ତିବ୍ଦତରେ ଏଇ ନଦୀକୁ ୟାରଲୁଙ୍ଗ ଜାଙ୍ଗଡୋ ବୋଲି କୁହାଯାଏ। କୋଶ୍ଚିନ୍ ବି ଏମିତି ଆସେ କି ଆମର ଯୋଉ ବ୍ରହ୍ମପୁତ୍ର ନଦୀ ବହୁଛି, ୟାକୁ ତିବ୍ଦତ ବା ଚାଇନାରେ କୋଉ ନଦୀ ଭାବେ ଜଣାଯାଏ, ତ ଆକୁ ଲେଖା ହବ ୟାଙ୍ଗଲୁସ ଜାଙ୍ଗଡୋ। ଟିକେ ନା ପ୍ରୋନାଉନ୍ସ କରିବାକୁ ଟିକେ ଡିଫିକଲ୍ଟ ହଉଛି, ଆପଣ ଏଠୁ ମୋଟାମୋଟି ଭାବେ ଦେଖିକି ବୁଝିପାରିବେ, ଠିକ ଅଛି। ତ ଚାଲନ୍ତୁ ଦେଖିବା, ଲେନ୍ଥ କେତେ ରହିଛି ନା 2900 କିଲୋମିଟର ଲେନ୍ଥ ରହିଛି ଟୋଟାଲ ଉପରେ। ଆଉ ଭାରତରେ 1625 କିଲୋମିଟର ବହିଛି ହେଲା। ତ ଗଙ୍ଗା ନଦୀରେ ଆମର ଥିଲା କେତେ 2525, ଏଇଟା ହଉଛି 1625, ମନେ ରଖିଥିବେ, ଏଇଭଳି ଭାବେ ମନେ ରଖିବେ। ଆଉ 918 କିଲୋମିଟର ଭାରତରେ, 337 କିଲୋମିଟର ଏହା ବାଂଲାଦେଶରେ ପ୍ରବାହିତ ହେଇଛି, ଠିକ ଅଛି। ସରି, ମୁଁ ଏଇଟା ଟିକେ ରଙ୍ଗ କହିଦେଲି, ଏଟା ତିବ୍ଦତରେ ବହୁଛି 1625 2900 ଭିତରୁ, ଆଉ ଭାରତରେ ରହୁଛି 918, ଆଉ ବାଂଲାଦେଶରେ ରହିଛି 337। ତ ଆପଣ ଗୋଟେ ଦେଖିଥିବେ ଅପରେସନ ତିସ୍ତା ପ୍ରହାର, ଏବେ ରିସେଣ୍ଟଲି କଣ୍ଡକ୍ଟ କରାଯାଇଥିଲା। ତ ଏଇ ରିଜିୟନରେ ହିଁ କଣ୍ଡକ୍ଟ କରାଯାଇଥିଲା ବାଂଲାଦେଶ ପାଇଁ ଗୋଟେ କାଉଣ୍ଟର ଅପରେସନ ମଧ୍ୟ ଆପଣ ଜାଣିପାରିବେ ହେଲା। ତ ଆପଣ ମନେ ରଖିବେ, 918 କିଲୋମିଟର ଭାରତରେ ପ୍ରବାହିତ ହେଇଛି। ମୋଷ୍ଟଲି ଦିଟା ଷ୍ଟେଟ ଭିତରେ ପ୍ରବାହିତ ହେଇଛି, ଗୋଟେ ହଉଛି ଅରୁଣାଚଳ ପ୍ରଦେଶ, ଆଉ ଗୋଟେ ହଉଛି ଆମର ଆସାମ। ଆସାମ ଦେଇ ସିଧା ବାଂଲାଦେଶରେ ପ୍ରବାହିତ ହେଇଛି। ଆଉ ଗୋଟେ ଇମ୍ପୋର୍ଟାଣ୍ଟ କୋଶ୍ଚିନ୍ ଆଥିରୁ କହୁଛି କି ବାଂଲାଦେଶରେ ଏଇ ନଦୀକୁ ଯମୁନା ନଦୀ ମଧ୍ୟ କୁହାଯାଏ ହେଲା। ତ ଚାଲନ୍ତୁ, ହଁ, ବ୍ରହ୍ମପୁତ୍ର ସହଯୋଗୀ ନଦୀ ଦିଟା ମନେ ରଖିଥିବେ, ଗୋଟେ ହଉଛି ତେଜୁ, ଆଉ ଗୋଟେ ହଉଛି ଧାନସିରି ହେଲା। ତ ନେକ୍ସଟ ଦେଖିବା, ନେକ୍ସଟ ଆସିଲା ଆମର ନର୍ମଦା ନଦୀ ହେଲା। ତ ଆମର ପ୍ରଥମେ ଉତ୍ତର ଭାରତରେ ଯୋଉ ନଦୀ ଗୁଡିକ ଅଛି ତାକୁ କଭର କରିବା, ଧୀରେ ଧୀରେ ପଶ୍ଚିମ ଭାରତ ନଦୀ, ତାପରେ ଆମେ ଓଡିଶାର ନଦୀ ଭିତରେ ଏଣ୍ଟର କରିବା ହେଲା। ସେ କହିଲା, ନର୍ମଦା ଭାରତର ଏକ ପ୍ରମୁଖ ପଶ୍ଚିମମୁଖୀ ନଦୀ। ତ ଆର ଯୋଉ ଫ୍ଲୋ ହେଇଛି ଏଇଟା ପଶ୍ଚିମକୁ ରହିଛି, ତ ଏଇଟା ଫ୍ଲୋ ଏମିତି ଆଡକୁ ରହିଛି ହେଲା। ସେ କହିଲା କଣ ନା, ଏଇ ନଦୀର ମୋଟ ଦୈର୍ଘ୍ୟ ହଉଛି 1312 କିଲୋମିଟର। ଏଇଟା ସମ୍ପୂର୍ଣ୍ଣ ଭାରତ ଭିତରେ ପ୍ରବାହିତ ହଉଛି, ଆର ମୋଟ ଲେନ୍ଥ ହଉଛି 1312 କିଲୋମିଟର। ଏହା କାହା କାହା ମଧ୍ୟରେ ପ୍ରବାହିତ ହେଇଛି ନା ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଗୁଜୁରାଟ ମଧ୍ୟରେ ବହି ଆରବ ସାଗରରେ ମିଶିଛି। ତ ଆର ଏଣ୍ଡ ହେଇଛି କୋଉଠି ନା ଆରବ ସାଗରରେ। ଏହି ନଦୀ ବହୁତ ସୁନ୍ଦର ଘାଟ ଜଳପ୍ରପାତ ଅଛି, ଯେପରିକି ଭେଦାଘାଟ। ଏଇଟା ମଧ୍ୟ ଗୋଟେ ଇମ୍ପୋର୍ଟାଣ୍ଟ କୋଶ୍ଚିନ୍ ଆସିବ କି ଭେଦାଘାଟ ଯୋଉ ଅଛି ଆମର ଘାଟ, ସେଇଟା କୋଉଠି ଅଛି? ଏଇଟା ନର୍ମଦା ନଦୀ ଉପରେ ଅଛି। ଆଉ କୋଉ ଘାଟ ମନେ ରଖିବ ନା ଦୁଲ ଧାରା ମଧ୍ୟ ଏଇ ନର୍ମଦା ନଦୀ ଉପରେ ଅଛି ହେଲା। ତ ଏଇ ଦିଟା ଇମ୍ପୋର୍ଟାଣ୍ଟ ରହିବ, ଗୋଟେ ହଉଛି ଭେଦାଘାଟ, ଆଉ ଗୋଟେ ଦୁଧାର। ଏମିତି ମଧ୍ୟ କୋଶ୍ଚିନ୍ ଆସେ ଗଭର୍ଣ୍ଣମେଣ୍ଟ ଏକ୍ସାମ ରେ କି ଏଇ ଯୋଉ ଭେଦାଘାଟ ଆଉ ଦୁଧାର ଜଳପ୍ରପାତ ବା ଘାଟ କେଉଁ ନଦୀ ଉପରେ ଅଛି, ତ ଆପଣ ସେଠି ଆନ୍ସର ଲେଖିବେ ନର୍ମଦା ନଦୀ ଉପରେ ଅଛି ହେଲା। ତ ମନେ ରଖିଥିବେ।
ତାପରେ କଣ କହିଲା ନା ଆ ଉପରେ ନର୍ମଦା ଘାଟି ପରିଯୋଜନା ଚାଲିଛି। ଅବଭିୟସଲି ଯେହେତୁ ନର୍ମଦା ନଦୀ ତ ତା ନାଁ ଅନୁସାରେ ଏଇଟା ହେଇଛି ନର୍ମଦା ଘାଟି ପରିଯୋଜନା। ଏହା ଭାରତର ସମସ୍ତ ମହାନଦୀ ମାନଙ୍କ ମଧ୍ୟରୁ ଏକ ଯାହା ଆରବ ସାଗରରେ ପ୍ରବେଶ କରିଛି। ଏହା ଉପରେ ଏକ ମହତ୍ୱପୂର୍ଣ୍ଣ ଡ୍ୟାମ ହେଉଛି ସର୍ଦ୍ଦାର ସରୋବର ବନ୍ଧ। ତ ଏଇଟା ହଉଛି ସବୁଠୁ ଇମ୍ପୋର୍ଟାଣ୍ଟ ଯଦି କହିବି ଡିସ୍କସନ ମଧ୍ୟରୁ ଏଇଟା ହଉଛି ସବୁଠାରୁ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ ଆସିବ। ସର୍ଦ୍ଦାର ସରୋବର ବନ୍ଧ ବା ଡ୍ୟାମ କାହା ଉପରେ ଅଛି? ତ ଭଲ ଭାବେ ମନେ ରଖିବେ ନର୍ମଦା ନଦୀ ଉପରେ ସର୍ଦ୍ଦାର ସରୋବର ଡ୍ୟାମ ଅଛି। ଆପଣ ମାନେ ଦେଖିଥିବେ ଡ୍ୟାମ ଉପରେ ମଧ୍ୟ ବହୁତ ସାରା କ୍ୱେଶ୍ଚିନ୍ ଆସେ ସିଜିଏଲ ରୁ। ତ ଯଦି ଆପଣ ଏ ଭିଡିଓଟିକୁ ଭଲ ଭାବେ ଦେଖିବେ ତ ଆଧରୁ ମଧ୍ୟ ନଦୀ ଉପରେ କେଉଁ କେଉଁ ଡ୍ୟାମ ବନିଛି ତାକୁ ମଧ୍ୟ ଆମେ କଭର କରୁଛୁ ହେଲା। ତ ସର୍ଦ୍ଦାର ସରୋବର ବନ୍ଧ ମଧ୍ୟ ଏଇ ନଦୀ ଉପରେ ଅଛି। ତ ଏବେ ଆସିଲା ମୁଖ୍ୟ ସହଯୋଗୀ ନଦୀ କିଏ କିଏ? ନା ମୁଖ୍ୟ ସହଯୋଗୀ ନଦୀ ହଉଛି ହଲୋନ, ନେର୍ବୁଦ୍ଧା, ତୁଳସୀ ଆଉ ଧୋଇ, ତାୱା, ହିରନ୍। ଏ ମନେ ରଖିବା ଟିକେ ଡିଫିକଲ୍ଟ ହବ, ଯଦି ମନେ ରଖି ପାରୁଛନ୍ତି ତ ଭଲ କଥା ହେଲା। ତ ଏଇଗୁଡା ସବୁ ହଉଛି ତାର ମୁଖ୍ୟ ସହଯୋଗୀ ନଦୀ। ତାପରେ ଆମେ ଦେଖିବା ଏହାର ଅରିଜିନ କୋଉଠି। ଏଇଟା ହଉଛି ମୋଷ୍ଟ ଇମ୍ପୋର୍ଟାଣ୍ଟ, କାରଣ ବହୁତ ସାରା ମୁଁ ଦେଖିଛି ଗଭର୍ଣ୍ଣମେଣ୍ଟ ଏକ୍ସାମ ପ୍ରିଭିୟସ ଇୟର ରେ ନର୍ମଦାର ଅରିଜିନ ଉପରେ ମଧ୍ୟ କ୍ୱେଶ୍ଚିନ୍ ପଚାରିଛି। ତ ମନେ ରଖିଥିବ ମଧ୍ୟପ୍ରଦେଶର ଅମରକଣ୍ଟକ ପାହାଡରୁ ଏଇଟା ଅରିଜିନ ହେଇଛି ହେଲା। ଆଉ କୋଉ ଜାଗା ନା ମାଇକେଲ ପର୍ବତମାଳାରୁ, ଗୋଟେ ପର୍ବତମାଳା ଅଛି ସେଠି ମାନେ ମଧ୍ୟପ୍ରଦେଶରେ। ତ ସେ ତା ନାଁ ହଉଛି କଣ ନା ମାଇକେଲ ପର୍ବତମାଳା। ଏଇ ପର୍ବତମାଳାର ଗୋଟେ ପର୍ଟିକୁଲାର ପାହାଡ ନାଁ ହଉଛି ଅମରକଣ୍ଟକ, ସେଇଠୁ ହିଁ ଅରିଜିନ ହେଇଛି ନର୍ମଦା ରିଭର। ତ ଏଇଟା ଟିକେ ମନେ ରଖିଥିବ। ଚାଲ ନେକ୍ସଟ ଦେଖିବା ଇମ୍ପୋର୍ଟାଣ୍ଟ ରିଭର ଯୋଉଟା ହଉଛି ତାପ୍ତି ରିଭର, ବାକୁ ତାପି ରିଭର ମଧ୍ୟ କୁହାଯାଏ। ତାପ୍ତି ଆମର ଓଡିଆରେ ପ୍ରୋନାଉନ୍ସ ହଉଛି, କିନ୍ତୁ ବାହାରେ ଯୋଉ ଷ୍ଟେଟରେ ଗୋଟେ ପ୍ରବାହିତ ହଉଛି ତାକୁ ତାପି ରିଭର କୁହାଯାଏ। ତ ତାପ୍ତି ଭାରତର ଏକ ପ୍ରମୁଖ ପଶ୍ଚିମମୁଖୀ ନଦୀ ହେଲା। ଏହା ଭାରତର ପ୍ରବେଶ ଏହା ଭାରତର ମଧ୍ୟପ୍ରଦେଶ ସପୁର ଜିଲ୍ଲାର ମାଲୁର ପାହାଡରେ ସାତପୁଡା ପର୍ବତ ଉତ୍ସରୁ ଗ୍ରହଣ କରା। ଆଚ୍ଛା, ଆମର ଦେଖ ମଧ୍ୟପ୍ରଦେଶରୁ ଏ ନଦୀ ଅରିଜିନ ହେଇଛି, ପ୍ରଥମ ତ ମନେ ରଖିବ। ଆଉ କୋଉ ପାହାଡରୁ ନା ମାଲୁର ପାହାଡରୁ ଏଇଟା ଅରିଜିନ ହେଇଛି। ଆମେ ଏବେ ରିସେଣ୍ଟଲି ପଢିଲେ ନର୍ମଦା, ସେଇଟା ମଧ୍ୟ ମଧ୍ୟପ୍ରଦେଶର ଅମରକଣ୍ଟକରୁ ଆସିଛି। ତ ମଧ୍ୟପ୍ରଦେଶରୁ ଦିଟା ଇମ୍ପୋର୍ଟାଣ୍ଟ ନଦୀ ମନେ ରଖିଥାଉ, ଗୋଟା ହଉଛି ନର୍ମଦା ଆଉ ଗୋଟା ହଉଛି ଆମର ତାପ୍ତି ରିଭର। ଏଇଟା ହଉଛି ଆମର ଅମରକଣ୍ଟକରୁ ନର୍ମଦା ବାହାରିଛି, ଆଉ ଏଇଟା ବାହାରିଛି ମାଲୁର ପର୍ବତ ହେଲା। ଆଉ ଏଇଟା କୋଉ ପର୍ବତ ରହୁଛି ନା ସାତପୁଡା ହେଲା। ସାତପୁଡା ପର୍ବତ ଉତ୍ସବ ଯୋଉ ରହୁଛି ସେଗୁଡା ଅଛି। ମୁଖ୍ୟତଃ ମାଲୁର କ୍ୱେଶ୍ଚିନ୍ ଆସିବ, ସାତପୁଡା ଯଦି ମନେ ରଖିପାରିବେ ତାହେଲେ ଆହୁରି ଭଲ କଥା ହେଲା। ତାପରେ ଦେଖନ୍ତୁ ଏଇ ନଦୀର ମୋଟ ଦୈର୍ଘ୍ୟ କେତେ ନା 724 କିଲୋମିଟର ହେଲା। ତାପ୍ତି ନଦୀ ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଗୁଜୁରାଟ ମଧ୍ୟମରେ ବହି ଆରବ ସାଗରରେ ପଡିଛି। ତ ଆର ବି ଏଣ୍ଡ ହେଇଛି କୋଉଠି ନା ଆରବ ସାଗରରେ। ତ କୋଉ କୋଉ ଷ୍ଟେଟ ମଧ୍ୟରେ ପ୍ରବେଶ ହେଇଛି ନା ଗୋଟେ ହଉଛି ମଧ୍ୟପ୍ରଦେଶ ଯେହେତୁ ଅରିଜିନ, ଦେନ ମହାରାଷ୍ଟ୍ର, ତାପରେ ଯାଇଛି ଗୁଜୁରାଟ। ଏହାକୁ ପୂର୍ବରୁ ତାପ୍ତି ନଦୀ ବୋଲି ମଧ୍ୟ କୁହାଯାଉଥିଲା। ତ ଏବେ ତାକୁ ତାପି ରିଭର କହୁଛନ୍ତି। ଓଡିଆରେ ବି ଆମେ ତାପ୍ତି ରିଭର କହୁଛୁ, କିନ୍ତୁ ତାକୁ ପୂର୍ବରୁ ତାପ୍ତି ରିଭର କୁହାଯାଉଥିଲା। ଏହି ନଦୀ ତିନୋଟି ରାଜ୍ୟର କୃଷି, ପାନୀୟ ଜଳ ଓ ବିଦ୍ୟୁତ ଉତ୍ପାଦନ ପାଇଁ ଗୁରୁତ୍ୱପୂର୍ଣ୍ଣ। ତାପ୍ତିର ମୁଖ୍ୟ ସହଯୋଗୀ ନଦୀ ମାନେ ହେଉଛନ୍ତି ପୁରଣା, ପାଞ୍ଜାର, ମାନ, ଗର୍ନା, ବେତୁଲ ଇତ୍ୟାଦି। ତ ଏମାନେ ହଉଛନ୍ତି ତାର ପ୍ରମୁଖ ସହଯୋଗୀ ନଦୀ ହେଲା। ଟିକେ ମନେ ରଖିଥିବ ପୁରଣା, ପାଞ୍ଜାର, ମାନ, ଗିର୍ନା, ବେତୁଲ। ତାପ୍ତି ନଦୀ ଉପରେ ଅନେକ ସେତୁ, ନାଳା ଓ ଛୋଟ ବନ୍ଧ ନିର୍ମିତ ହୋଇଛି। ଏହି ନଦୀ ନର୍ମଦା ଓ ମାହି ନଦୀ ସହିତ ଆରବ ସାଗରରୁ ପ୍ରବେଶ କରୁଥିବା ତୃତୀୟ ପ୍ରମୁଖ ନଦୀ। ତ ଇଏ ସିଙ୍ଗଲ ହ୍ୟାଣ୍ଡଲି ପ୍ରବେଶ କରିନି ଆରବ ସାଗରରେ, ଇଏ ଯାଇକି ମିଶିଛି କାହା ସହିତ ନା ନର୍ମଦା ଓ ମାହି ନଦୀ ସହିତ। ତ ଏଇ ଦିଟା ନଦୀ ସହିତ ମିଶିକି ସେ ପ୍ରବେଶ କରୁଛି କୋଉଠି ନା ଆରବ ସାଗରରେ ହେଲା। ତ ଏଇଟା ଟିକେ ମନେ ରଖିଥିବ ତାପ୍ତି ନଦୀ ବିଷୟରେ। ତ ଏଇଟା ତ ଗୋଟେ ଏମିତି ପଏଣ୍ଟ ଲେଖା ହେଇଛି, ଉପକୂଳ ଅଞ୍ଚଳ ଜଳ ସଂସ୍କୃତି ଅର୍ଥନୀତିର ଗୁରୁତ୍ୱପୂର୍ଣ୍ଣ। ତ ଏଇଟା ଏତେ ଇମ୍ପୋର୍ଟାଣ୍ଟ ନୁହଁ। ଚାଲନ୍ତୁ ନେକ୍ସଟ ପଢିବା ସବୁଠାରୁ ଇମ୍ପୋର୍ଟାଣ୍ଟ ନଦୀ, ସେକେଣ୍ଡ ଇମ୍ପୋର୍ଟାଣ୍ଟ ନଦୀ ଇଣ୍ଡିଆର, ଯାହା ନାଁ ହଉଛି ଗୋଦାବରୀ, ଯାହାକୁ ମଧ୍ୟ ଦକ୍ଷିଣ ଗଙ୍ଗା କୁହାଯାଏ। ସେ କହିଲା ଗୋଦାବରୀ ଭାରତର ଦ୍ୱିତୀୟ ସବୁଠାରୁ ବଡ ନଦୀ। ତ ଗଙ୍ଗା ଯଦି ରାଙ୍କ 1 ଆମେ ରଖିବା, ତାପରେ ଆମର ରାଙ୍କ 2 ରେ ରହିବ କିଏ ନା ଗୋଦାବରୀ। ଏହା ମହାରାଷ୍ଟ୍ରର ନାସିକ ଜିଲ୍ଲାର ତ୍ରୟମ୍ବକ ଗିରି ପାହାଡରୁ ବାହାରିଛି। ତ ଏଇଟା ଟିକେ ବହୁତ ଇମ୍ପୋର୍ଟାଣ୍ଟ ମନେ ରଖିଥିବ, ଗୋଦାବରୀ ନଦୀ ଅରିଜିନ ହେଇଛି ମହାରାଷ୍ଟ୍ରରୁ। ଆଉ ପର୍ଟିକୁଲାର କୋଉ ପାହାଡରୁ ନା ତ୍ରୟମ୍ବକ ଗିରି ପାହାଡରୁ ଅରିଜିନ ହେଇଛି। ତାପରେ କ୍ୱେଶ୍ଚିନ୍ ଆସିଲା ଏଇ ନଦୀର ମୋଟ ଦୈର୍ଘ୍ୟ କେତେ? ଏଇ ନଦୀର ମୋଟ ଦୈର୍ଘ୍ୟ ହଉଛି 1465 କିଲୋମିଟର। ଏହା ମହାରାଷ୍ଟ୍ର, ଛତିଶଗଡ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ ମଧ୍ୟରେ ବହି ବଙ୍ଗୋପସାଗରରେ ପ୍ରବେଶ କରୁଛି। ତ ଏଇଟା ଆନ୍ଧ୍ରପ୍ରଦେଶରେ ହିଁ ଏଣ୍ଡ ହେଇଛି, ଅରିଜିନ ହେଇଛି ମହାରାଷ୍ଟ୍ରରୁ। ତ ଆପଣ ମାନେ ଏଠି ଆମର ରହିଛି କଣ ବିନ୍ଧ୍ୟ ପର୍ବତମାଳା, ତା ମଧ୍ୟରେ ମଧ୍ୟ ଇଏ ପ୍ରବେଶ କରି ବହିଛି ହେଲା। ଗୋଦାବରୀକୁ ଦକ୍ଷିଣରେ ଭାରତର ଗଙ୍ଗା ବୋଲି ମଧ୍ୟ କୁହାଯାଏ। ତ ଏହାକୁ ମଧ୍ୟ ଦକ୍ଷିଣ ଗଙ୍ଗା ଭାରତର ମଧ୍ୟ କୁହାଯାଏ। ଏହି ନଦୀ ଭାରତର ଦକ୍ଷିଣ ଅଞ୍ଚଳରେ ଅନେକ ରାଜ୍ୟର ପାନୀୟ ଜଳ, କୃଷି ଓ ବିଦ୍ୟୁତ ଆବଶ୍ୟକତା ପୂରଣ କରେ। ଏହା ମୁଖ୍ୟ ସହଯୋଗୀ ନଦୀ ମାନେ ହେଉଛନ୍ତି
पेंगंगा, इंद्रावती, प्रणीता, साबरी, मंजरी, तालेरु, ओरंग ये होचंदी तार प्रमुख सहयोगी नदी। एई गुडी को होचंदी कहार ना गोटा होची गोदावरी आ गोटा होची गंगार दीटार प्रमुख सहयोगी नदी टिके मन रखिया ट्राई करिवे एग्जाम रे बहुत भाबे आसे। गोदावरी उपरे अनेक डैम परियोजना रही जहाँ मध्य पोलाभरम परियोजना गुरुत्वपूर्ण। तो क्वेश्चन आसीबो पोलाभरम जो परियोजना ହେଇଛି केउ नदी उपरे ହେଇଛି तो समस्त मन रख आर आंसर होची कोन ना गोदावरी नदी उपरे पोलाभरम ହେଇଛି हैला। तापर आसिला एई नदी बेसिन अंचल प्राय 3.1 लाख वर्ग किलोमीटर। सिंपल बेसिन अंचल माने कहय गले केते स्क्वायर किलोमीटर एरिया से अधिग्रहण करछि तो 3.1 लाख स्क्वायर किलोमीटर हैला। ये दक्षिण भारतर आर्थिक सांस्कृतिक अत्यंत गुरुत्वपूर्ण जेहेतु आपण माने जानिथिबे महाराष्ट्र रु आंध्र प्रदेश पर्यंत बहिछि पश्चिम रु पूर्व आडकू। तो आपण माने बुझी पारथिबे जे कोनोसी कृषि होउची किंबा जे कोनोसी सपोज अर्थनीतिक जिंस हो जेमति मत्स्य पालन इत्यादि एगुडी पई मध्ये नदी बहुत इंपोर्टेंट अटे ठीक अछि। देखो एबे चलନ୍ତୁ କଥା हेबा आउ एक इंपोर्टेंट नदी जाहा ना होची कृष्णा नदी। कृष्णा नदी दक्षिण भारतर एक गुरुत्वपूर्ण नदी यह महाराष्ट्रर सातारा जिल्लार महाबळेश्वर पहाड़रू उत्स हेबाकू ग्रहण करा जाए। तो एठी गोटे इंपोर्टेंट क्वेश्चन मन रखिथिबो कि कृष्णा नदी केउठो ओरिजिन हेची ना एटा महाराष्ट्ररू ओरिजिन हेची। ए जो जगाटा एटा होची महाराष्ट्र एउठो ओरिजिन हेची को जगारू ना महाबळेश्वर पहाड़रू ओरिजिन हेची हैला। तो कृष्णा नदीर मोट दैर्घ्य केते ना मोट दैर्घ्य होची 1400 किलोमीटर। कृष्णा नदी महाराष्ट्र, कर्णाटक, तेलंगाना और आंध्र प्रदेश मध्य बही बंगोपसागर प्रवेश करछे। तो एटा आंध्र प्रदेश रे एरिया टा अलगा हो जाइछि ना तेलंगाना हो जाइछि। तो एटा ओल्ड मैप ठीक अछि तो मन रखिथिबो। तो जो हमर कृष्णा रिवर चारोटा स्टेट मध्य प्रवाहित होइछि गोटे होइछि महाराष्ट्र तापर कर्णाटक तापर रहला आंध्र प्रदेश एवं तापर रहला हमर किए ना सॉरी तेलंगाना तापर रहला आंध्र प्रदेश आ एटा पडिछि कोडी ना बंगोपसागर रे मिसिछि ठीक अछि। एही नदी बेसिन अंचल 2.6 लक्ष वर्ग किलोमीटर यह भारतर द्वितीय सबठार बड़ नदी। अच्छा देखो प्रथम तो आमर जो बेसिन अनुसार सॉरी प्रथम रहला हमर गंगा गंगा पर रहला गोदावरी गोदावरी पर रहला कृष्णा हैला। कृष्णा नदीर मुख्य सहयोगी नदी माने होचंदी भीमा, घटप्रभा, मुसी, तुंगभद्रा, मल्लभा और दोणी ए माने होचंदी कृष्णार मुख्य सहयोगी नदी। ଏହି ନଦୀ ଉପରେ ବିଶାଳ ଡ୍ୟାମ ଓ ନିୟନ୍ତ୍ରଣ ପରିଯୋଜନା ରହିଛି ଯାହା ମାନେ କୃଷି ଓ ବିଦ୍ୟୁତ ଉତ୍ପାଦନ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। କୃଷ୍ଣା ନଦୀ ଦକ୍ଷିଣ ଭାରତର ଅନେକ ସଂସ୍କୃତି ଧାର୍ମିକ ଓ ଐତିହାସିକ ସ୍ଥାନ ସହିତ ଜଡିତ। ଏହି ନଦୀ ଦକ୍ଷିଣ ଭାରତର ଜଳ ସମ୍ପଦ ଓ ଅର୍ଥନୀତିର ଏକ ମହତ୍ୱପୂର୍ଣ୍ଣ ଭୂମିକା ବହନ କରିଥାଏ। ଯେହେତୁ ନଦୀ ମାନେ ଏକ ଉପଦ୍ୱୀପୀୟ ନଦୀ ତ ସେଥିପାଇଁ ଆଖପାଖ ଅଞ୍ଚଳରେ ନିହାତି ଭାବେ କୃଷି କାର୍ଯ୍ୟ ହଉଥିବ ଆଉ ଯାହା ଭାରତର ଇକୋନୋମି ପାଇଁ ବହୁତ ମଧ୍ୟ ଇମ୍ପୋର୍ଟାଣ୍ଟ। ତ ଏଗୁଡା ସବୁ ମନେ ରଖିଥିବେ। ଗୋଟେ ଜିନିଷ ଆମର ହଉଛି ଅରିଜିନ ମହାବଳେଶ୍ଵର ମହାରାଷ୍ଟ୍ରରୁ ଅରିଜିନ ହେଇଛି ଦୈର୍ଘ୍ୟ ହଉଛି 1400 କିଲୋମିଟର ଏଇଟା ଟିକେ ମନେ ରଖିଥିବେ ହେଲା। ତାପରେ ଚାଲନ୍ତୁ ଦେଖିବା ନେକ୍ସଟ ନଦୀ ଆମର ହଉଛି କାବେରୀ ନଦୀ। ତ ଆପଣ ଜାଣିଥିବେ କାବେରୀ ନଦୀ ଦକ୍ଷିଣ ଭାରତର ଏକ ଗୁରୁତ୍ୱପୂର୍ଣ୍ଣ ନଦୀ। ଏହି ନଦୀ କର୍ଣ୍ଣାଟକର କୋଡାଗୁ ଜିଲ୍ଲାର ବ୍ରହ୍ମଗିରି ପାହାଡରୁ ଆସିଅଛି। ତ ଏଇଠି ଆପଣ ଦେଖୁଥିବେ ଏଇଟା ହଉଛି ଆମର କର୍ଣ୍ଣାଟକ ଡିଷ୍ଟ୍ରିକ୍ଟ ଏଇଠି ତା ଦେଖୁଥିବେ ମ୍ୟାପ। ତ ଏଇ ଜାଗାରୁ ଅରିଜିନ ହେଇଛି ଆଉ ଏଇଟା ମିଶିଛି କୋଉଠି ନା ବଙ୍ଗୋପସାଗର ଏଇଠି କର୍ଣ୍ଣାଟକ ଦେଇ ଡାଇରେକ୍ଟ ପଶୁଛି କୋଉଠି ଚେନ୍ନାଇ ଚେନ୍ନାଇରେ ସରି ଯୋଉ ତାମିଲନାଡୁ ଦେଇକି ଏଇଟା ଯାଇଛି ବଙ୍ଗୋପସାଗରରେ ମିଶିଛି ହେଲା। ସେ କହିଲା ଏଇ ନଦୀର ମୋଟ ଦୈର୍ଘ୍ୟ ହଉଛି 800 କିଲୋମିଟର। ହଁ ଆର ଅରିଜିନ ହଉଛି କୋଉଟା ନା ବ୍ରହ୍ମଗିରି ପାହାଡ। ଏହି ନଦୀ ଏକ ମହତ୍ୱପୂର୍ଣ୍ଣ ସିଂଚାଇ ଓ ଜଳ ବିଦ୍ୟୁତ ଉତ୍ସ। ଏହା ତାମିଲନାଡୁ କର୍ଣ୍ଣାଟକରେ ଜଳ ବଣ୍ଟନ ନେଇ ବିବାଦର କାରଣ ହୋଇଥାଏ। ତ ଏଇ ନଦୀକୁ ନେଇ ବହୁତ ଦିନ ହେଲାଣି ତାମିଲନାଡୁ ଆଉ କର୍ଣ୍ଣାଟକ ମଧ୍ୟରେ ମଧ୍ୟ ମତଭେଦ ଚାଲିଛି। ତ ସେଥିପାଇଁ ଏଇ ନଦୀ ଗୋଟେ ଇମ୍ପୋର୍ଟାଣ୍ଟ ରିଭର କହିପାରିବା କର୍ଣ୍ଣାଟକ ଆଉ ଯୋଉ ତାମିଲନାଡୁ ଭିତରେ ହେଲା। କାବେରୀର ମୁଖ୍ୟ ସହଯୋଗୀ ନଦୀ ମାନେ ହେଉଛନ୍ତି ଭାବାନୀ, ଅମରାବତୀ, ମୃଧ, ରିଭ, ରିସିନ ଓ ହେମାବତୀ ହେଲା। ଏଠି ଆପଣ ଦେଖୁଥିବେ ଅମରାବତୀ ପ୍ରାୟ କୋଶ୍ଚିନ୍ ଆସେ ତ ଏଇଟା ଟିକେ ମନେ ରଖିଥିବେ। ଇଏ ହଉଛି କାବେରୀ ନଦୀର ଏକ ମୁଖ୍ୟ ଉତ୍ସ ନଦୀ ହେଲା। ଏଇ ନଦୀ ଉପରେ ଅନେକ ଡ୍ୟାମ ରହିଛି ଯାହା ହଉଛି ମେଟୁର ଡ୍ୟାମ ଗୁରୁତ୍ୱପୂର୍ଣ୍ଣ। ତ ଆମର ମେଟୁର ଡ୍ୟାମ କାହା ଉପରେ ଅଛି ନା କାବେରୀ ନଦୀ ଉପରେ। ତ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ ମନେ ରଖିଥିବ ମେଟୁର ଡ୍ୟାମ ଅଛି କାବେରୀ ନଦୀ ଉପରେ ହେଲା। ତ କାବେରୀ ଦକ୍ଷିଣ ଭାରତର କୃଷି ସଂସ୍କୃତି ଓ ଅର୍ଥନୀତି ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଏ। ଏହି ନଦୀ ଉପରେ ଅନେକ ପବିତ୍ର ଘାଟ ମନ୍ଦିର ଧାର୍ମିକ ସ୍ଥଳ ରହିଛି ଯେପରି ଶ୍ରୀରଙ୍ଗମ ଓ ତାଲାକାବେରୀ। ଶ୍ରୀରଙ୍ଗମ ଆପଣ ଜାଣିଥିବେ ଗୋଟେ ବହୁତପୂର୍ଣ୍ଣ ଇମ୍ପୋର୍ଟାଣ୍ଟ ଜାଗା ସେଠି ଆମର ହିନ୍ଦୁ ଧର୍ମ ପାଇଁ ଏକ ବହୁତପୂର୍ଣ୍ଣ ଇମ୍ପୋର୍ଟାଣ୍ଟ ଜାଗା। ତ ଏଇଟା କାବେରୀ ନଦୀ କୂଳରେ ମଧ୍ୟ ଅବସ୍ଥିତ ଅଟେ ହେଲା।
ଚାଲନ୍ତୁ ଏବେ ଓଡିଶାରେ ଯୋଉ ନଦୀ ଗୁଡିକ ଅଛି ତା ବିଷୟରେ ପଢିବା ଆଉ ତଥ୍ୟ ସଂଗ୍ରହ କରିବା, କଣ କଣ ପ୍ରମୁଖ ନଦୀ ରହିଛି ଓଡିଶାରେ। ତ ସେଇ ବିଷୟରେ ଚାଲନ୍ତୁ ଡିସ୍କସନ କରିବା। ଦେଖନ୍ତୁ ଓଡିଶାରେ ଯଦି ସବୁଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ନଦୀ ଆମେ କାହାକୁ କହିବା, ସେଇଟା ହଉଛି ମହାନଦୀ ହେଲା। ଏହା ଛତିଶଗଡର ଦାଣ୍ଡକାରଣ୍ୟ ଅଞ୍ଚଳର ଶିବା ପାହାଡ ନିକଟରୁ ରାୟପୁର ଜିଲ୍ଲାରୁ ଉତ୍ସ ଗ୍ରହଣ କରେ। ଆଚ୍ଛା ଠିକ ଅଛି। ତ ଏଇଟା ଅରିଜିନ ହେଇଛି କୋଉଠୁ ନା ଛତିଶଗଡରୁ ଅରିଜିନ ହେଇଛି। ଆଉ ଆର ଲେନ୍ଥ ହଉଛି କେତେ ନା 858 କିଲୋମିଟର। ଆଉ ଶିବା ପାହାଡ ଯୋଉ ରହିଛି ଦଣ୍ଡକାରଣ୍ୟ, ସେଉଠୁ ମହାନଦୀର ଅରିଜିନ ବୋଲି କନସିଡର କରାଯାଏ। ମହାନଦୀ ଛତିଶଗଡ ଓ ଓଡିଶା ମଧ୍ୟରେ ବହି ବଙ୍ଗୋପସାଗରରେ ପ୍ରବେଶ କରେ। ଏହି ନଦୀ ଓଡିଶାର କୃଷି, ଜଳ ଆपूର୍ତି ଓ ଜଳ ବିଦ୍ୟୁତ ଉତ୍ପାଦନର ମୁଖ୍ୟ ଆଧାର। ଆପଣ ଜାଣିଥିବେ ହୀରାକୁଦ ଡ୍ୟାମ ଯେହେତୁ ଏ ନଦୀ ଉପରେ ଅଛି, ତ ବିଦ୍ୟୁତ ଶକ୍ତି ଉତ୍ପାଦନ ମଧ୍ୟ ଏ ନଦୀ ବହୁତ ଗୁରୁତ୍ୱପୂର୍ଣ୍ଣ। ଏହି ନଦୀ ଓଡିଶାର କୃଷି, ଜଳ ଆपूର୍ତି ଓ ଜଳ ବିଦ୍ୟୁତ ଉତ୍ପାଦନ ମୁଖ୍ୟ ଆଧାର। ମହାନଦୀ ଉପରେ ନିର୍ମିତ ହୀରାକୁଦ ବନ୍ଧ ଭାରତର ସବୁଠାରୁ ବଡ ମିଳିତ ବନ୍ଧ। ଏହି ବନ୍ଧ ଓଡିଶାରେ ସ୍ଥିତ ଅଟେ। ଠିକ ଅଛି। ତ ଏଇଟା ହଉଛି ଭାରତର ଗୋଟେ ସବୁଠୁ ବଡ ମିଳିତ ବନ୍ଧ। ଆଉ ଆର ଯଦି ଆପଣ ଦେଖିବେ ବେସିନ ଏରିଆ କେତେ ନା 1.41 ଲାખ ବର୍ଗ କିଲୋମିଟର। ମହାନଦୀ ଓଡିଶାର ଇତିହାସ, ସଂସ୍କୃତି ଓ ଅର୍ଥନୀତିର ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଏ। ଏହି ନଦୀ ଦ୍ୱାରା ଗଠିତ ବେଲ୍ଟ ଅଞ୍ଚଳ ଉତ୍ତମ ଚାଷ ଯୋଗ୍ୟ ଓ ସମୃଦ୍ଧିଶାଳୀ ଅଞ୍ଚଳ ଭାବେ ଗ୍ରହଣ କରାଯାଏ ହେଲା। ତ ଏଇଟା ଇକୋନୋମିକାଲ ଯୋଉ ଷ୍ଟାଟସ ରହିଛି ଓଡିଶାର, ତା ପାଇଁ ଏଇଟା ମଧ୍ୟ ବହୁତ ସାରା ଇମ୍ପୋର୍ଟାଣ୍ଟ ଭୂମିକା ନିଭାଏ। ଦେଖନ୍ତୁ ମହାନଦୀ ପରେ ଯଦି ଦ୍ୱିତୀୟ ଇମ୍ପୋର୍ଟାଣ୍ଟ ନଦୀ ଓଡିଶାର କୌଣସି ନଦୀ ଥାଏ, ତାହା ହଉଛି ବ୍ରାହ୍ମଣୀ ନଦୀ। ଏହାର ଦୈର୍ଘ୍ୟ ହଉଛି 799 କିଲୋମିଟର ହେଲା। ତ ମେନ୍ କୋଶ୍ଚିନ୍ ଆଧରୁ କଣ ଆସେ ନା ପରୀକ୍ଷାରୁ ଆସେ କି ବ୍ରାହ୍ମଣୀ ନଦୀ କୋଉଠୁ ଅରିଜିନ ହେଇଛି ଓଡିଶାର, ନା ରାଉରକେଲାରୁ ଅରିଜିନ ହେଇଛି। ମନେ ରଖିଥିବ, ଦିଟା ନଦୀର ମିଶ୍ରଣରେ ଗଠିତ ହେଇଛି। ଗୋଟେ ନାଁ ହଉଛି ଶଙ୍ଖ ଆଉ ଗୋଟେ ନାଁ ହଉଛି କୋଏଲ ହେଲା। ତ କୋଏଲ ଶଙ୍ଖ ଏଇ ଦିଟା ନଦୀ ମିଶିକି ବ୍ରାହ୍ମଣୀ ନଦୀ ଗଠନ ହେଇଛି। ଦୟାକରି ମନେ ରଖିବା, ବହୁତ ଇମ୍ପୋର୍ଟାଣ୍ଟ ହେଲା। ଆର ସହଯୋଗୀ ନଦୀ କିଏ କିଏ ଅଛନ୍ତି, ଯେପରିକି ତିଆ ଓ କିମିରା ହେଲା। ଏଇ ଦିଟା ହଉଛି ବ୍ରାହ୍ମଣୀ ନଦୀର ସହଯୋଗ ନଦୀ। ବ୍ରାହ୍ମଣୀ ଏବଂ ବୈତରଣୀ ମିଶି ଧାମରା ନାମକ ଏକ ନୂତନ ନଦୀ ଗଠନ କରି ବଙ୍ଗୋପସାଗରରେ ପ୍ରବେଶ ହୁଏ। ତ ଏଇ ଯୋଉ ଜାଗାରେ ବଙ୍ଗୋପସାଗରରେ ବ୍ରାହ୍ମଣୀ ପଶିଛି ନା, ସେ ଦିଟା ନଦୀ ମିଶି ଯାଇଛି। ଗୋଟେ ହଉଛି ବ୍ରାହ୍ମଣୀ ଆଉ ଗୋଟେ ହଉଛି ବୈତରଣୀ। ଆଉ ସେ ଯୋଉ ମିଶ୍ରଣ ଜାଗାଟାକୁ କଣ କୁହାଯାଏ, ଧାମରା ହେଲା। ଏଇଟା ବହୁତ ଇମ୍ପୋର୍ଟାଣ୍ଟ, ମନେ ରଖିଥିବ। ଦିଟା ପଏଣ୍ଟ କହିଲି, ଗୋଟେ ଶଙ୍ଖ କୋଏଲ ଆଉ ବ୍ରାହ୍ମଣୀ ବୈତରଣୀ ମିଶିକିରି ଧାମରା ଗଠନ କରିଛନ୍ତି। ସେ କହିଲା ଏଇ ନଦୀ ଉପରେ ରୁକୁକେଲା ବନ୍ଧ ଓ ରେଙ୍ଗାଲି କଟି ବାରାଜ ନିର୍ମିତ ହେଇଛି। ତ କୋଶ୍ଚିନ୍ ଆସିବ, ରେଙ୍ଗାଲି କଟି ବାରାଜ କେଉଁ ନଦୀ ଉପରେ ଗଠନ ହେଇଛି, ନା ବ୍ରାହ୍ମଣୀ ନଦୀ ଉପରେ ଗଠନ ହେଇଛି ହେଲା। ରୁକୁକେଲା ଆଉ ରେଙ୍ଗାଲି, ପ୍ଲିଜ ମନେ ରଖ, ଦିଟା ବହୁତ ଇମ୍ପୋର୍ଟାଣ୍ଟ, ରୁକୁକେଲା ଆଉ ରେଙ୍ଗାଲିକ ହେଲା। ତାପରେ ରହିଲା କଣ, ଏହି ନଦୀ ଓଡିଶାର ଔଦ୍યોଗିକ ଅଞ୍ଚଳ କୃଷି କ୍ଷେତ୍ର ଜଳ ଯୋଗାଉଛି ହେଲା। ବ୍ରାହ୍ମଣୀ ନଦୀ ଓଡିଶାର ପ୍ରାକୃତିକ ଅର୍ଥନୈତିକ ଜୀବିତରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଏ। ବ୍ରାହ୍ମଣୀ ଓ ବୈତରଣୀ ନଦୀର ବେସିନ ଓଡିଶାର 10ଟି ଜିଲ୍ଲାରେ ଜଳ ସମ୍ପଦ ନିୟନ୍ତ୍ରଣ କରିଥାଏ। ତ ଅବଭିୟସ କଥା, ଯେହେତୁ ଓଡିଶାର ଏକ ଦ୍ୱିତୀୟ ଇମ୍ପୋର୍ଟାଣ୍ଟ ନଦୀ, ତ ଓଡିଶାର ଇକୋନୋମିରେ ଆର ମଧ୍ୟ ବହୁତ ସାରା କଣ୍ଟ୍ରିବ୍ୟୁସନ ରହିଛି ହେଲା। ତ ଓଡିଶାର ନେକ୍ସଟ ଇମ୍ପୋର୍ଟାଣ୍ଟ ନଦୀ ବିଷୟରେ କଥା ହେବା। ଦେଖନ୍ତୁ ସୁବର୍ଣ୍ଣରେଖା, ଆପଣ ଜାଣିଥିବେ ସ୍ୱର୍ଣ୍ଣିମମୟୀ ନଦୀ ହେଲା। ତ ଏ ନଦୀ ମଧ୍ୟ ଓଡିଶାର ଇକୋନୋମିରେ ବହୁତ ଇମ୍ପୋର୍ଟାଣ୍ଟ ଭୂମିକା ନିଭାଏ। ଏଇଟା ତ ଏତେ ମାନେ କହିବାକୁ ଗଲେ ଯୋଉ ଆମର ରହିଛି ଜିଲ୍ଲା ମଧ୍ୟରେ ବହେ ନା, କିନ୍ତୁ ଏଇଟା ମଧ୍ୟ ଇମ୍ପୋର୍ଟାଣ୍ଟ ଅଟେ। ଚାଲନ୍ତୁ ଦେଖିବା ବିଷୟରେ ହେଲା। ତ କହିଲା ସୁବର୍ଣ୍ଣରେଖା ଏକ ଛୋଟ ତଥା ଗୁରୁତ୍ୱପୂର୍ଣ୍ଣ ନଦୀ, ଯାହା ପ୍ରଧାନତଃ ଓଡିଶାର ଝାଡଖଣ୍ଡ ଓ ପଶ୍ଚିମବଙ୍ଗରେ ବହିଥାଏ। ତିନିଟା ଷ୍ଟେଟ ମଧ୍ୟରେ ବହିଛି, ଓଡିଶା, ଝାଡଖଣ୍ଡ ଆଉ ପଶ୍ଚିମବଙ୍ଗ। ଏଇ ନଦୀର ଉତ୍ସ ଝାଡଖଣ୍ଡର ଛୋଟନାଗପୁର ପ୍ଲାଟୋର ହାଟ ଅଞ୍ଚଳରୁ ହୋଇଥାଏ। ତ ଏଇଟା ଛୋଟନାଗପୁର ଝାଡଖଣ୍ଡରୁ ଅରିଜିନ ହେଇଛି ହେଲା। ସୁବର୍ଣ୍ଣରେଖା ନଦୀ ମୋଟ ଦୈର୍ଘ୍ୟ ହଉଛି 395 କିଲୋମିଟର। ଏହି ନଦୀ ଝାଡଖଣ୍ଡର ସିମିଡିଗି ଅଞ୍ଚଳରେ ଉତ୍ପନ୍ନ ହୋଇ ଓଡିଶା ଓ ବାଲେଶ୍ୱର ଜିଲ୍ଲା ମଧ୍ୟରେ ବହି ବୟଉର ନିକଟରେ ବଙ୍ଗୋପସାଗରରେ ପ୍ରବେଶ କରିଛି ହେଲା। ତାପରେ କହିଲା କଣ, ହଁ ଏଇଟା ବାଲେଶ୍ୱର ଭିତରେ ବହିଛି। ଏଇଟା ଟିକେ ଇମ୍ପୋର୍ଟାଣ୍ଟ, ମନେ ରଖିଥିବ ହେଲା। ସୁବର୍ଣ୍ଣରେଖାର ପ୍ରଧାନ ସହଯୋଗୀ ନଦୀ ହେଉଛି ଖାରସୁଆ, ଦୁଲୁଙ୍ଗ। ଏହି ନଦୀ ବ୍ୟାଙ୍ଗପୁର, ଖେରିଆ ଓ ବାହାନଗା ଅଞ୍ଚଳରେ ସିଞ୍ଚାଇ ଓ ଜଳ ଯୋଗାଣ ପାଇଁ ଗୁରୁତ୍ୱପୂର୍ଣ୍ଣ ମାନେ ଅଟାଇ ଥାଏ। ତ ଟିକେ ପ୍ରୋନାଉନ୍ସିଏସନ ଏ ଟିକେ ଏପଟ ସେପଟ ହେଇଗଲା, ଟିକେ ଆଡଜଷ୍ଟ କରିନବ। ଯୋଉଟା ରହିଛି ବ୍ୟାଙ୍ଗପୁର, ଖେରିଆ, ବାହାନଗା। ବାହାନଗାରେ ଆପଣ ଜାଣିଥିବେ ଗୋଟେ ରେଲୱେ ଆକ୍ସିଡେଣ୍ଟ ହେଇଥିଲା ଅତୀତରେ। ତ ଏଇଟା ମଧ୍ୟ ଇମ୍ପୋର୍ଟାଣ୍ଟ ରହିଛି। ଏଇ ଜାଗାରେ ସୁବର୍ଣ୍ଣରେଖା ନଦୀ ମଧ୍ୟ ବହିଥାଏ ହେଲା। ବାରିପଦା ବାଲେଶ୍ୱର ଅଞ୍ଚଳର ବହୁତ ଗ୍ରାମ ସହରରେ ଏହି ନଦୀ ଉପରେ ନିର୍ଭର କରିଥାଏ। ବୃଷ୍ଟି କାଳରେ ସୁବର୍ଣ୍ଣରେଖା ଅଞ୍ଚଳରେ ବନ୍ୟା ସମସ୍ୟା ମଧ୍ୟ ଉପୁଜିଥାଏ। ତ ଏଠି ବନ୍ୟା ସମସ୍ୟା ସୁବର୍ଣ୍ଣରେଖାରେ ଉପୁଜି ଥାଏ। ଏହି ନଦୀ ଅଞ୍ଚଳରେ ଜଳବାୟୁ, ଜଳ ସଂସ୍କୃତି ଓ ଅର୍ଥନୀତି ଉପରେ ଏକ ଗଭୀର ପ୍ରଭାବ ପକାଏ। ସୁବର୍ଣ୍ଣରେଖା ନଦୀ ଓ ଓଡିଶାର ଉତ୍ତର ପୂର୍ବ ଅଞ୍ଚଳରେ ଏକ ଜୀବନଧାରା ଭାବେ ପରିଚିତ ଅଟେ। ତ ଏଇ ସବୁ ଡିଟେଲ୍ସ ରହିଲା ସୁବର୍ଣ୍ଣରେଖା ଉପରେ। ଯଦି କୋଶ୍ଚିନ୍ କୁ ଆମେ ଆସିବା, ତ ପ୍ରଥମେ ହଉଛି ଅରିଜିନ, ଯୋଉଟା ଝାଡଖଣ୍ଡର ଛୋଟନାଗପୁର ଅରିଜିନ ହେଇଛି। ଦ୍ୱିତୀୟ, ଆର ଲେନ୍ଥ ହଉଛି 395 କିଲୋମିଟର। ଓଡିଶାର କେଉଁ ଜାଗାରେ ବହିଛି, ସେଇଟା ହଉଛି ଆମର
ବାଲେଶ୍ୱର ଜିଲ୍ଲାରେ। ତ ଏତିକି ମନେ ରଖିଥିବ। ତାପରେ ନେକ୍ସଟ ଚାଲନ୍ତୁ ଦେଖିବା ବୈତରଣୀ ରିଭର। ସେ କହିଲା ବୈତରଣୀ ଓଡ଼ିଶାର ଏକ ପ୍ରମୁଖ ନଦୀ ଯାହା ଓଡ଼ିଶାର ଉତ୍ତର ଅଞ୍ଚଳ ମାଧ୍ୟମରେ ବହିଥାଏ। ଏହି ନଦୀ ଉତ୍ସ ଓଡ଼ିଶାର କେନ୍ଦୁଝର ଜିଲ୍ଲା ଗୃହ ଗୁହ ଲିକଗଡ଼ ପାହାଡ଼, ସରି ଟିକେ ପ୍ରୋନାଉନ୍ସିଏସନ ଗୁହଳିକଗଡ଼ ପାହାଡ଼ ହେଲା, ଏଇଠୁ ଅରିଜିନ ହେଇଛି। ତ ପ୍ରଥମ ଜିନିଷ ମନେ ରଖ ଯେ ବୈତରଣୀ ନଦୀ ଯୋଉଟା ଓଡ଼ିଶାର ଏକ ନଦୀ ଯାହା ଓଡ଼ିଶା ମାନେ ଓଡ଼ିଶାରୁ ହିଁ ଅରିଜିନ ହେଇଛି ହେଲା। ତ ଏଇଟା ସବୁଠାରୁ ଇମ୍ପୋର୍ଟାଣ୍ଟ, କେଉଁଠୁ ଅରିଜିନ ହେଇଛି ନା କେନ୍ଦୁଝର ଜିଲ୍ଲାର ଅରିଜିନ ହେଇଛି। ବୈତରଣୀ ନଦୀ ମୋଟ ଦୈର୍ଘ୍ୟ ହଉଛି 365 କିଲୋମିଟର। ଏହା ବେଶୀ ଭାଗ କେନ୍ଦୁଝର, ଭଦ୍ରକ, ଯାଜପୁର ଜିଲ୍ଲା ମଧ୍ୟରେ ବହିଥାଏ। ବୈତରଣୀ ଅନେକ ସହଯୋଗୀ ନଦୀ ଥାଏ ଯେପରିକି ଶାଳନା, ବାହ୍ନା, ଆୟ, ଆକ୍ଷୟ, ନାଳା, ଶୋଭାପୁର ଓ ନଳିନୀ ହେଲା। ଏଗୁଡିକ ହଉଛନ୍ତି ମୁଖ୍ୟ ସହଯୋଗୀ ନଦୀ। ଏହି ନଦୀ ବ୍ରାହ୍ମଣୀ ସହିତ ମିଶି ଧାମରା ନାମକ ଏକ ନୂତନ ନଦୀ ଗଠନ କରି ବଙ୍ଗୋପସାଗରରେ ପ୍ରବେଶ କରିଥାଏ, ଯାହା ଆମେ ପ୍ରିଭିୟସଲି ମଧ୍ୟ ପଢିଛେ। ବୈତରଣୀ ଉପରେ ଅନେକ ବାରାଜ ଓ ସିଞ୍ଚାଇ ପ୍ରକଳ୍ପ ଅଛି। ବୈତରଣୀର ଜଳ ବନ୍ୟା ସମସ୍ୟା ପାଇଁ ପ୍ରସିଦ୍ଧ। ବର୍ଷା ଋତୁରେ ଯାଜପୁର ଓ ଭଦ୍ରକ ଅଞ୍ଚଳରେ ବନ୍ୟା ଘଟେ। ତ ମୁଖ୍ୟତଃ ଆମର ଯାଜପୁର ଆଉ ଯୋଉ ଭଦ୍ରକ ଅଞ୍ଚଳ ରହିଛି ଏଠି ଯୋଉ ବନ୍ୟା ହଉଛି ମୁଖ୍ୟତଃ ଏଇ ବୈତରଣୀ ନଦୀ ୟା ପାଇଁ ହିଁ ଦାୟୀ ଅଟେ ହେଲା। ଏହି ନଦୀ ଅଞ୍ଚଳରେ ଜଳ ସଂସ୍କୃତି ଜୀବନ ଚାଷକୁ ମଧ୍ୟ ପ୍ରବାହିତ କରିଥାଏ। ତ ଦେଖନ୍ତୁ ତିନିଟା ଇମ୍ପୋର୍ଟାଣ୍ଟ ଜିନିଷ ଏଠି ନୋଟ କରିବା। ଗୋଟେ ହଉଛି ଲେନ୍ଥ 365 କିଲୋମିଟର। ସେକେଣ୍ଡ ଜିନିଷ କଣ ନା ଏଟା ଓଡ଼ିଶାରୁ ହିଁ ଅରିଜିନ ହେଇଛି, କୋଉଠି ନା କେନ୍ଦୁଝରରୁ। ଗୋଟେ ରହୁଛି କଣ ଗୁହଳିକ ପାହାଡ ହେଲା, ଏଠୁ ଅରିଜିନ ହେଇଛି। ଆଉ ବେଶୀ ଭାଗ ଏହାର କେନ୍ଦୁଝର, ଭଦ୍ରକ, ଯାଜପୁରରେ ପ୍ରବାହିତ ହଉଛି। ଆଉ ଗୋଟେ ଜିନିଷ ଧାମେରା। ଏଇ ତିନିଟା ଜିନିଷ ମନେ ରଖିଥିବ ହେଲା। ତ ଆମର ଯିବା ଭିଡିଓର ଲାଷ୍ଟ ନଦୀ ଯାହାର ନାଁ ହଉଛି କଣ ନା ବୁଢାବଳଙ୍ଗ ରିଭର। ଆପଣ ମାନେ ପ୍ରାୟ ଜାଣିଥିବେ ବୁଢାବଳଙ୍ଗ ରିଭରରେ ବହୁତ ସାରା ବନ୍ୟା ସମସ୍ୟା ହୁଏ। ନ୍ୟୁଜରେ ଆସେ ବର୍ଷା ଦିନରେ କେମିତି ବନ୍ୟା ସମସ୍ୟା। ବୁଢାବଳଙ୍ଗ ନଦୀ କଣ ନା ସୀମା ଲଙ୍ଘିଥାଏ। ତ ଚାଲନ୍ତୁ ଦେଖିବା ଏଇ ନଦୀ ବିଷୟରେ। ସେ କହିଲା ବୁଢାବଳଙ୍ଗ ଓଡ଼ିଶାର ବାଲେଶ୍ୱର ଜିଲ୍ଲାର ଏକ ଗୁରୁତ୍ୱପୂର୍ଣ୍ଣ ନଦୀ। ଏହି ନଦୀ ମୟୂରଭଞ୍ଜ ଜିଲ୍ଲାର ମେଗାସିନି ପାହାଡର ଉତ୍ସ ଗ୍ରହଣ କରାଯାଏ। ତ ଦିଟା ନଦୀ ଓଡ଼ିଶାରୁ ଆମେ ଯାହା ପଢିଲେ ଉତ୍ସ ହଉଛି, ଗୋଟେ ହଉଛି ବୈତରଣୀ ଆଉ ଗୋଟେ ହଉଛି ବୁଢାବଳଙ୍ଗ। ବୈତରଣୀ ଆମର କେନ୍ଦୁଝରରୁ ଅରିଜିନ ହେଇଛି, ବୁଢାବଳଙ୍ଗ ଆମର ମୟୂରଭଞ୍ଜରୁ ଅରିଜିନ ହେଇଛି। ବୁଢାବଳଙ୍ଗ ନଦୀର ମୋଟ ଦୈର୍ଘ୍ୟ 175 କିଲୋମିଟର। ଏହି ନଦୀ ମୟୂରଭଞ୍ଜ, ବାଲେଶ୍ୱର ଜିଲ୍ଲା ମାଧ୍ୟମରେ ବହି ବଙ୍ଗୋପସାଗରରେ ପ୍ରବେଶ କରେ। ତ କୋଶ୍ଚିନ୍ ଆସିବ କେଉଁ ଦୁଇଟି ଜିଲ୍ଲା ମଧ୍ୟରେ ବୁଢାବଳଙ୍ଗ ନଦୀ ପ୍ରବାହିତ ହୋଇଥାଏ? ଆନ୍ସର ହଉଛି ବାଲେଶ୍ୱର ଆଉ ମୟୂରଭଞ୍ଜ। ତାପରେ ଆସିଲା ଏହି ନଦୀର ପ୍ରଧାନ ସହଯୋଗୀ ନଦୀ ମାନେ ହେଉଛନ୍ତି ଗାଙ୍ଗାହର, କାଂସାବନ୍ଧ ଓ କାତାନୀ। ବୁଢାବଳଙ୍ଗ ନଦୀ ଅଞ୍ଚଳରେ ଚାଷ ଜଳ ଯୋଗାଣ ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଏ। ବର୍ଷା ଋତୁରେ ଏହି ନଦୀ ବାଲେଶ୍ୱର ଅଞ୍ଚଳରେ ବନ୍ୟା ସୃଷ୍ଟି କରିଥାଏ। ଏହି ନଦୀ ଉପରେ ଅନେକ ସିଞ୍ଚାଇ ପ୍ରକଳ୍ପ ଏବଂ ବାନ୍ଧ ଥିବା ସତ୍ତ୍ୱେ ବନ୍ୟା ନିୟନ୍ତ୍ରଣ ପାଇଁ ଏକ ଚିନ୍ତାର ବିଷୟ ଅଟେ ବୁଢାବଳଙ୍ଗ ନଦୀ। ଏହି ନଦୀ ବାଲେଶ୍ୱର ଜିଲ୍ଲାର ବହୁତ ଗ୍ରାମ, ସହର ଜଳ ସମ୍ପଦରେ ମୁଖ୍ୟ ଭୂମିକା ରଖେ। ବୁଢାବଳଙ୍ଗ ନଦୀ ସ୍ଥାନୀୟ ସଂସ୍କୃତି, ଆର୍ଥିକତା ଓ ଜୀବନରେ ଗଭୀର ପ୍ରଭାବ ପକାଇଥାଏ। ତ ଏଇ ସବୁ ଇମ୍ପୋର୍ଟାଣ୍ଟ ପଏଣ୍ଟ ରହିଛି ବୁଢାବଳଙ୍ଗ ବିଷୟରେ। ତ ଆପଣ ନିହାତି ଭାବେ ମନେ ରଖନ୍ତୁ। ଗୋଟେ ହଉଛି ତାର ଲେନ୍ଥ 175 କିଲୋମିଟର, ଅରିଜିନ ଓଡ଼ିଶା ମୟୂରଭଞ୍ଜ, ଇଏ ହଉଛି ଇମ୍ପୋର୍ଟାଣ୍ଟ ପଏଣ୍ଟ। ଆଉ ପ୍ରାୟତଃ ଓଡ଼ିଶାରେ ଯେଉଁ ନଦୀ ସବୁ ବଙ୍ଗୋପସାଗରରେ ମିଶିଛନ୍ତି ଆ ଦେହରେ କୌଣସି ଡାଉଟ ନାହିଁ। ତାପରେ ରହିଲା କଣ ନା ଆର ଯୋଉ କଣ ନା ବନ୍ୟା ପାଇଁ ଏ ନଦୀ ବହୁତ ଫେମସ ଅଟେ। ତ ଏଠି ଗୋଟେ ମ୍ୟାପ ଆପଣ ଦେଖିପାରୁଥିବେ। ଏଇଟା ହଉଛି ଆମର ଓଡ଼ିଶାର ମହାନଦୀ ହେଲା, ଛତିଶଗଡ଼ ଅରିଜିନ। ତାପରେ ଆସିଲା ବ୍ରାହ୍ମଣୀ, ଝାରଖଣ୍ଡ ଅରିଜିନ। ତାପରେ ଆସିଲା ଆମର ବୈତରଣୀ, ଏଇଟା ହଉଛି ଓଡ଼ିଶା ଅରିଜିନ। ଋଷିକୁଲ୍ୟା ମଧ୍ୟ ଓଡ଼ିଶା ଅରିଜିନ ହେଲା। ତ ଏଇଟା ମଧ୍ୟ ଗୋଟେ ଇମ୍ପୋର୍ଟାଣ୍ଟ ନଦୀ ଓଡ଼ିଶାର। ତାପରେ ରହିଲା କଣ ନା ଆମର ବୁଢାବଳଙ୍ଗ ନଦୀ ହେଲା। ଏଇଟା ହଉଛି ଆମର ବୁଢାବଳଙ୍ଗ ନଦୀ ମୟୂରଭଞ୍ଜ ଅରିଜିନ ହେଲା। ତ ଏଇ ସବୁ ଇମ୍ପୋର୍ଟାଣ୍ଟ ନଦୀ ଓଡ଼ିଶାର ବହୁତ ଇମ୍ପୋର୍ଟାଣ୍ଟ। ଆକୁ ନେଇ ପ୍ରିଭିୟସ ଇୟରରେ ବହୁତ ସାରା କ୍ୱେଶ୍ଚିନ୍ ଆସିଛି। ଆଶା କରୁଛି ଭିଡିଓ ଆପଣ ମାନଙ୍କ ପାଇଁ ହେଲ୍ପଫୁଲ ହେଇଥିବ। ଯଦି କୌଣସି ଭାବେ ଛୋଟ ମୋଟ ଭୁଲ ହେଇଥାଏ ତ ପ୍ଲିଜ କ୍ଷମା କରିଦେବେ। ଆଉ ଯାହା ଯାହା ଇମ୍ପୋର୍ଟାଣ୍ଟ କହିଛି ଆପଣ ତାକୁ ରିଭାଇଜ କରିନିଅନ୍ତୁ ବା ନୋଟ କରିନିଅନ୍ତୁ, ନିଶ୍ଚିତ ଭାବେ ଆପଣଙ୍କର ସହାୟକ ହବ। ତ ଆଜିର ଟପିକ ପାଇଁ ଏତିକି ରହୁଛି। ନମସ୍କାର, ଜୟ ଜଗନ୍ନାଥ। ଦେଖା ହେବା ନେକ୍ସଟ ଟପିକରେ, ନେକ୍ସଟ ଭିଡିଓରେ ଏକ ନୂଆ ଟପିକ ସହିତ। ରହୁଛି, ଧନ୍ୟବାଦ।